ଜୟ ଜଗନ୍ନାଥ ସାଙ୍ଗମାନେ ନମସ୍କାର। ଦର୍ଶକ ବନ୍ଧୁ, ମହାପ୍ରଭୁ ଜଗନ୍ନାଥଙ୍କର ନୀଳା ବଡ଼ ବିଚିତ୍ର। ସେ ଚାହିଁଲେ ଅସମ୍ଭବ ବି ସମ୍ଭବ ହୋଇପାରେ। ମହାପ୍ରଭୁ ଜଗନ୍ନାଥ ଭକ୍ତର ମନ ଜାଣି ଭକ୍ତର ମନସ୍କାମନା ପୂର୍ଣ୍ଣ କରନ୍ତି, କିନ୍ତୁ ବେଳେ ବେଳେ ଭକ୍ତଙ୍କ ଦ୍ୱାରା ମଧ୍ୟ ନିଜର ମନସ୍କାମନା ପୂରଣ କରିଥାନ୍ତି। ସେ ଚାହିଁଲେ ଯେତେ ଅସମ୍ଭବ କାର୍ଯ୍ୟ ମଧ୍ୟ ସମ୍ଭବ ହୋଇପାରିବ। ଏଥିରେ ଟିକିଏ ବି ଦୋଷ ନାହିଁ। ତେବେ ଚାଲନ୍ତୁ ଜାଣିବା ଏପରି ଏକ ଘଟଣା, ଯାହା ଅସମ୍ଭବ ହୋଇ ମଧ୍ୟ ସମ୍ଭବ ହୋଇପାରିଲା। ବିଧିର ବିଧାନ କିପରି ବଦଳିଗଲା। ଇଂରେଜମାନଙ୍କର ଶାସନ ସମୟର ଘଟଣା। ସେତେବେଳେ ଭାରତରେ ଇଂରେଜମାନେ ଶାସନ କରୁଥାନ୍ତି। କେବଳ ଡାମଡ୍ୟୁ ଓ ପଣ୍ଡିଚେରୀରେ ପର୍ତ୍ତୁଗୀଜମାନଙ୍କର ଶାସନ ଥାଏ। ସେହି ସମୟରେ ପଣ୍ଡିଚେରୀରେ ଭାରତର ବଡ଼ ଗିର୍ଜାଘର ନିର୍ମାଣ ହେଉଥାଏ। ସେହି ଗିର୍ଜାଘରେ ଏକ ଘଣ୍ଟି ଲାଗିବା ପାଇଁ ଫ୍ରାନ୍ସରୁ ଏକ ବିରାଟ ବଡ଼ ଘଣ୍ଟି ଜଳପଥ ଦେଇ ପଣ୍ଡିଚେରୀକୁ ଆସୁଥାଏ। ଜଳଜାହାଜଟି ଯାତ୍ରୀବାହୀ ଜାହାଜ ଥାଏ। ଜାହାଜଟି ଫ୍ରାନ୍ସରୁ ବାହାରି ଭାରତର କଲିକତାଠାରେ ପହଞ୍ଚିଲା। ଜାହାଜଟି ବହୁତ ଲୋକଙ୍କୁ ଚଢ଼େଇଲା ଓ ବହୁତ ଲୋକଙ୍କୁ ଓହ୍ଲାଇଲା। ପୁଣି ଆଗକୁ ପଣ୍ଡିଚେରୀ ଆଡ଼କୁ ବାହାରିଲା। ଜାହାଜଟି କିଛି ବାଟ ଗଲା ପରେ ହଠାତ୍ ଜାହାଜର କାପ୍ଟେନ ଦେଖିଲେ ଏକ ବିରାଟ ବଡ଼ ଝଡ଼ ସମୁଦ୍ରରେ ସୃଷ୍ଟି ହୋଇ ଜାହାଜ ଆଡ଼କୁ ମାଡ଼ି ଆସୁଛି। ଜାହାଜର କାପ୍ଟେନ ଡରିଯାଇ ଜାହାଜଟିକୁ ବୁଲାଇବାକୁ ଚେଷ୍ଟା କରିବା ସମୟରେ ସେ ଦେଖିଲେ ଅନ୍ୟପଟେ ଏକ ବିରାଟ ତିମି ମାଛ ମଧ୍ୟ ଜାହାଜ ଆଡ଼କୁ ମାଡ଼ି ଆସୁଛି। ଏପଟେ ଝଡ଼, ସେପଟେ ତିମି ମାଛ। କାପ୍ଟେନ କ'ଣ କରିବେ କିଛି ଜାଣିପାରିଲେ ନାହିଁ। ସେ ଜାଣିଗଲେ ଜାହାଜଟିକୁ ବଞ୍ଚାଇବା ଆଉ କୌଣସି ରାସ୍ତା ନାହିଁ। ସମସ୍ତ ଲୋକ ସୁନିଶ୍ଚିତ ମୃତ୍ୟୁବରଣ କରିବେ। ଏହାପରେ ସେ ଜାହାଜରେ ଘୋଷଣା କରିଦେଲେ, କିଛି ସମୟ ମଧ୍ୟରେ ଜାହାଜଟି ଏକ ବିରାଟ ବଡ଼ ଝଡ଼ର ସାମ୍ନା କରିବ। ଏହାପରେ ଜାହାଜଟିର କ'ଣ ହେବ କିଛି କହିହେବ ନାହିଁ। ତେଣୁ ସମସ୍ତେ ସଜାଗ ହୋଇଯାଅ। ଏହା ଶୁଣି ସମସ୍ତେ ଡରିଗଲେ। ଲୋକେମାନେ ଏପଟ ସେପଟ ହୋଇ ଧାଇଁବାକୁ ଲାଗିଲେ। ବିଚଳିତ ହୋଇ ଦୌଡ଼ିବାକୁ ଲାଗିଲେ। କାପ୍ଟେନ ବହୁତ ସମସ୍ତଙ୍କୁ ବୁଝାଇବାକୁ ଚେଷ୍ଟା କଲେ। କାପ୍ଟେନ ଦେଖିଲେ ଜଣେ ଲୋକ ଏକ ବିଚିତ୍ର ଚିତ୍ରକୁ ଦେଖି ହାତ ଯୋଡ଼ି ପ୍ରାର୍ଥନା କରୁଛି। ଆଖିରୁ ଲୁହ ଧାର ଧାର ବୋହି ଯାଉଛି। ଏହା ଦେଖି କାପ୍ଟେନ ତାଙ୍କ ପାଖକୁ ଯାଇ ପଚାରିଲେ, ଏ କିଏ? ତୁମେ କାହିଁକି ଏହି ଫଟୋଚିତ୍ରକୁ ତୁମର ଦୁଃଖ ଜଣାଉଛ? ସେହି ଲୋକ ଜଣକ କହିଲେ, ଏ ହେଉଛନ୍ତି ଲର୍ଡ଼ ଅଫ ୟୁନିଭର୍ସ। ସେ ଚାହିଁଲେ ସବୁ କିଛି ସମାଧାନ ହୋଇପାରିବ। ଏହି କଲିକତାଠାରୁ ବାହାରିଲେ ଅଳ୍ପ ଦୂରରେ ପୁରୀ ଜଗନ୍ନାଥ ମନ୍ଦିର। ସମସ୍ତେ ମିଶି ପ୍ରଭୁ ଜଗନ୍ନାଥଙ୍କୁ ଡାକନ୍ତୁ। ସେ ନିଶ୍ଚିନ୍ତ ଆମକୁ ନିଶ୍ଚିତ ବିପଦରୁ ବଞ୍ଚାଇବେ, ଆମକୁ ରକ୍ଷା କରିବେ। ମହାପ୍ରଭୁ ଜଗନ୍ନାଥଙ୍କର ବଡ଼ ବଡ଼ ଚକା ଆଖିକୁ ଦେଖି କାପ୍ଟେନଙ୍କର ମଧ୍ୟ ପ୍ରଭୁଙ୍କ ପ୍ରତି ବିଶ୍ୱାସ ଆସିଗଲା। କାପ୍ଟେନ ଓ ସମସ୍ତ ଜଳଯାତ୍ରୀ ହାତ ଯୋଡ଼ି ପ୍ରଭୁ ଜଗନ୍ନାଥଙ୍କୁ ପ୍ରାର୍ଥନା କରିବାକୁ ଲାଗିଲେ। ଆଉ ଅଭୂତପୂର୍ଣ୍ଣ ଭାବରେ ଏତେ ବଡ଼ ଝଡ଼ କୁଆଡ଼େ ଆପେ ଆପେ ସମୁଦ୍ର ଭିତରେ ବିଲୀନ ହୋଇଗଲା। ଆଉ ସେଇ ତିମି ମାଛ ମଧ୍ୟ କୁଆଡ଼େ ଅନ୍ତର୍ଦ୍ଧାନ ହୋଇଗଲା। ସମସ୍ତେ ଏତେ ବଡ଼ ବିପଦରୁ ରକ୍ଷା ପାଇଗଲେ। ଏହା ଦେଖି ସମସ୍ତେ ଶାନ୍ତିରେ ଟିକେ ନିଶ୍ୱାସ ମାରିଲେ। କାପ୍ଟେନ କହିଲେ, ଏହି ଜାହାଜଟି ଆଉ ପଣ୍ଡିଚେରୀ ଯିବ ନାହିଁ, ସିଧା ପୁରୀକୁ ଯିବ। ଏହାପରେ ସମସ୍ତେ ଶ୍ରୀକ୍ଷେତ୍ରକୁ ଗଲେ। ଭାରତର ସବୁଠାରୁ ଜଗନ୍ନାଥ ମନ୍ଦିରରେ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରି ଏହି ଘଣ୍ଟିଟି ମହାପ୍ରଭୁ ଜଗନ୍ନାଥଙ୍କୁ ଉପହାର ସ୍ୱରୂପ ଦେଇଦେଲେ। ଏହି ଘଣ୍ଟି ଉପରେ ଡଟ୍ ଭାଷାରେ ଏହିସବୁ ବିଷୟରେ ଉପର ଚାରିପଟେ ଲେଖାଯାଇଛି। ଘଣ୍ଟିଟି ଜଗମୋହନ ଉତ୍ତର ଦ୍ୱାର ପଟେ ଥିବା ଏକ କ୍ଷୁଦ୍ର ଦ୍ୱାରରେ ସ୍ଥାପନା କରାଗଲା। ଏହି ଦ୍ୱାରକୁ ଘଣ୍ଟି ଦ୍ୱାର କୁହାଯାଏ। କିନ୍ତୁ କାଳକ୍ରମେ ସେହି ଘଣ୍ଟିଟି ବାହାରେ ରହି ରହି କଳଙ୍କି ଲାଗିଗଲା। ତେଣୁ ତାକୁ ଜଗନ୍ନାଥ ମ୍ୟୁଜିୟମରେ ସ୍ଥାନାନ୍ତରିତ କରିଦିଆଗଲା। ନେପାଳର ରାଜା ମଧ୍ୟ ସେହିପରି ଏକ ବିରାଟ ବଡ଼ ଘଣ୍ଟି ମହାପ୍ରଭୁଙ୍କୁ ଦାନ କରିଥିଲେ। ସେବେଠାରୁ ନେପାଳର ରାଜାଙ୍କ ଦ୍ୱାରା ଦିଆଯାଇଥିବା ଘଣ୍ଟି ମନ୍ଦିରର ସେହି ସ୍ଥାନରେ ଲାଗିଛି। ସେହି ଦ୍ୱାର ଘଣ୍ଟି ଦ୍ୱାର ନାମରେ ନାମିତ। ବହୁତ ଥର ଫ୍ରାନ୍ସ ସରକାର ସେହି ଘଣ୍ଟିଟିକୁ
ଫେରେଇ ନେବା ପାଇଁ ଆମ ସରକାରଙ୍କୁ ଅନୁରୋଧ କରିଛନ୍ତି। କିନ୍ତୁ ପ୍ରଭୁ ଜଗନ୍ନାଥଙ୍କୁ ଦାନ ଦିଆଯାଇଥିବା ବସ୍ତୁ ଫେରାଇ ହେବ ନାହିଁ ବୋଲି ଆମ ସରକାର କହିଦେଇଛନ୍ତି। କାରଣ ଜଗନ୍ନାଥ ଥରେ ଯାହାକୁ ଆପଣାଇ ନିଅନ୍ତି ସେ ତାକୁ କେବେହେଲେ ନିଜଠାରୁ ଦୂରେଇ ଦିଅନ୍ତି ନାହିଁ। ଏହା ହେଉଛି ଆମ ପ୍ରଭୁଙ୍କର ମହିମା। କ'ଣ ଆପଣମାନେ କେବେ ଘଣ୍ଟି ଦ୍ୱାର ଦେଖିଛନ୍ତି? ଆଉ ସେବେଠାରୁ ଲାଗିଥିବା ଘଣ୍ଟିକୁ ଦେଖିଛନ୍ତି? ଯଦି ଦେଖିନାହାନ୍ତି ତେବେ ଏଇଥର ପୁରୀ ଗଲେ ନିଶ୍ଚିନ୍ତ ଭାବରେ ଘଣ୍ଟି ଦ୍ୱାରକୁ ଦର୍ଶନ କରିବେ। ଆଉ ମ୍ୟୁଜିୟମରେ ଲାଗିଥିବା ସେହି ଫ୍ରାନ୍ସର ଘଣ୍ଟିଟିକୁ ନିଶ୍ଚିନ୍ତ ଭାବରେ ଦେଖିବେ। ଯଦି ଆଜିର ଭିଡ଼ିଓଟି ଆପଣମାନଙ୍କୁ ଟିକେ ବି ଭଲ ଲାଗିଥାଏ ଭିଡ଼ିଓଟିକୁ ଲାଇକ୍ କରନ୍ତୁ ଓ ସେୟାର କରନ୍ତୁ। ଯଦି ଚ୍ୟାନେଲରେ ନୂଆ ଅଛନ୍ତି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରନ୍ତୁ। ରହୁଛି ନମସ୍କାର, ଜୟ ଜଗନ୍ନାଥ। ପୁଣି ଦେଖା ହେବ ସୁନ୍ଦର ଭିଡ଼ିଓ ସହିତ ଆଗାମୀ ଦିନମାନଙ୍କରେ। ଜୟ ଜଗନ୍ନାଥ, ଜୟ ମା ଲକ୍ଷ୍ମୀ।